ଖ୍ରୀଷ୍ଟରେ ପ୍ରିୟ ଭାଇ ଏବଂ ଭଉଣୀମାନେ, ଆଜିର ଭିଡ଼ିଓରେ ଆମେ ଇସ୍ରାଏଲ ଦେଶର ସମ୍ପୂର୍ଣ୍ଣ ଇତିହାସକୁ ଆମେମାନେ ଜାଣିବା। ତେବେ ବର୍ତ୍ତମାନ ଆପଣ ଯାହା ଦେଖୁଅଛନ୍ତି ଇଏ ହେଉଛି ଇସ୍ରାଏଲ ଦେଶର ଏକ ରୋଡ଼ ଟ୍ରିପ୍, ଯାହାକୁ ଓଡ଼ିଆରେ ଆଉ ଟିକେ ଭଲ ଭାବରେ ଅନୁବାଦ କଲେ ଏହା ହେଉଛି ଇସ୍ରାଏଲ ଦେଶର ଏକ ସଡ଼କ ଯାତ୍ରା। ତେବେ ବନ୍ଧୁଗଣ, ଯେପରି ମୁଁ ଆପଣମାନଙ୍କୁ କହିଲି ଯେ ଇସ୍ରାଏଲର ସମ୍ପୂର୍ଣ୍ଣ ଇତିହାସ, ମୁଁ ଯାହା କିଛି କହିବି ପବିତ୍ର ବାକ୍ୟ ବାଇବେଲ ମଧ୍ୟରୁ, ପରମେଶ୍ୱର ବାକ୍ୟ ମଧ୍ୟରୁ ମୁଁ ଆପଣମାନଙ୍କୁ ଜଣାଇବି। ତେବେ ପ୍ରିୟ ବନ୍ଧୁଗଣ, ଆପଣ ଏ ଭିଡ଼ିଓକୁ ଦେଖୁଥାନ୍ତୁ, ତା ସହିତ ପରମେଶ୍ୱରଙ୍କର ବାକ୍ୟ ମଧ୍ୟ ଶୁଣୁଥାନ୍ତୁ। ତେବେ ଏଇ ଯେଉଁ ଇସ୍ରାଏଲ ଦେଶ, ପ୍ରକୃତରେ ଏହି ଇସ୍ରାଏଲ ଅବ୍ରାହମଙ୍କ ନିକଟରୁ ସୃଷ୍ଟି ହେଲା ବୋଲି କହିଲେ ମଧ୍ୟ କୌଣସି ପ୍ରକାର ଭୁଲ ହେବ ନାହିଁ। କାରଣ ପରମେଶ୍ୱର ଅବ୍ରାହମକୁ ଆହ୍ୱାନ କଲେ, ତୁମେ ତୁମର ସମସ୍ତ ଜ୍ଞାତି, କୁଟୁମ୍ବ, ଧନ ସମ୍ପତ୍ତି ସବୁକିଛି ପରିତ୍ୟାଗ କରି ଆମ୍ଭେ ଯେଉଁ ଦେଶ ତୁମକୁ ଦେଖାଇବା, ତୁମେ ସେଇ ଦେଶକୁ ତୁମେ ଯାଅ। ଯେତେବେଳେ ପରମେଶ୍ୱର ଅବ୍ରାହମକୁ ଆହ୍ୱାନ କଲେ, ସେତେବେଳେ ଅବ୍ରାହମ ସଦାପ୍ରଭୁଙ୍କୁ ଟିକିଏ ହେଲେ ବି ପ୍ରଶ୍ନ କଲେ ନାହିଁ ଯେ ହେ ପରମେଶ୍ୱର, ଯଦି ମୁଁ ତୁମ କଥା ମାନି ଏ ସ୍ଥାନରୁ ମୁଁ ପଳାଇବି, କିଛି ତ ସାଙ୍ଗରେ ନେବି ନାହିଁ, ସେମିତି ପଳାଇବି, ତେବେ ମୁଁ କେଉଁଠାକୁ ଯିବି, କେଉଁଠି ରହିବି, କ'ଣ ଖାଇବି, କ'ଣ ପିଇବି? ପ୍ରିୟ ବନ୍ଧୁଗଣ, ଏପରି କୌଣସି ବି ପ୍ରଶ୍ନ ସଦାପ୍ରଭୁଙ୍କୁ ଅବ୍ରାହମ କରିନଥିଲେ। କିନ୍ତୁ ସଦାପ୍ରଭୁଙ୍କ ଉପରେ ବିଶ୍ୱାସର ସହିତ ନିଜ ଘରୁ ସେ ବାହାର ହେଲେ। ନିଜେ ନିଜ ସ୍ତ୍ରୀ ଏବଂ କେତେଜଣ ଦାସଦାସୀମାନଙ୍କୁ ଧରି ସେ ବାହାରିଲେ, ସେ ଯାତ୍ରା କଲେ। ଆଉ ସେ ଅପେକ୍ଷା କଲେ ପରମେଶ୍ୱର ମୋତେ କେଉଁ ସ୍ଥାନକୁ ନେଇଯାଉଛନ୍ତି। ଆଉ ତାଙ୍କର ଚିନ୍ତାଧାରା ଥିଲା, ପରମେଶ୍ୱର ମୋତେ ଯେଉଁ ସ୍ଥାନକୁ ମୋତେ ନେବେ, ମୁଁ ସେହି ସ୍ଥାନକୁ ଯିବା ନିମନ୍ତେ ସମ୍ପୂର୍ଣ୍ଣ ଭାବରେ ପ୍ରସ୍ତୁତ ଅଛି। ତାପରେ ପରମେଶ୍ୱର ଅବ୍ରାହମକୁ ଯେତେବେଳେ ଆହ୍ୱାନ କଲେ, ଅବ୍ରାହମ ଯେତେବେଳେ ବାହାରିଲେ ନିଜ ଘରୁ, ଆଉ ଅବ୍ରାହମ ଯେଉଁ ଜାଗାକୁ ଗଲେ, ପରମେଶ୍ୱର ସେଇ ଜାଗାରେ ଅବ୍ରାହମକୁ ପ୍ରଚୁର ରୂପରେ ଆଶୀର୍ବାଦ କଲେ। ଆଉ ଅବ୍ରାହମକୁ ପରମେଶ୍ୱର ଆଶୀର୍ବାଦ କରିଥିଲେ ଯେ ଆମେ ତୁମର ବଂଶକୁ ଏମିତି ବୃଦ୍ଧି କରିବା, ତାହା ଆକାଶର ତାରାଗଣ ପରି ହେବ। ଆକାଶର ତାରାଗଣ ସଦୃଶ୍ୟ ତୁମର ବଂଶ ହେବ। ହଁ ପ୍ରିୟ ବନ୍ଧୁଗଣ, ଆକାଶର ତାରାଗଣ ପରି। ତେବେ ପ୍ରିୟ ବନ୍ଧୁଗଣ, ପରମେଶ୍ୱର ଯାହା କିଛି ପ୍ରତିଜ୍ଞା କଲେ, ତାହା ପରମେଶ୍ୱର ସଫଳ କଲେ। ଆଉ ଅବ୍ରାହମଙ୍କର 100 ବର୍ଷ ବୟସ ପର୍ଯ୍ୟନ୍ତ କୌଣସି ବି ସନ୍ତାନ ନଥିଲା। ତଥାପି ଅବ୍ରାହମ ସଦାପ୍ରଭୁଙ୍କ ଉପରେ ଭରସା ରଖିଥିଲେ, କାରଣ ସେତେବେଳକୁ ଅବ୍ରାହମଙ୍କର ବୟସ ଥିଲା 100 ବର୍ଷ, ଆଉ ସେତେବେଳକୁ ସାରାଙ୍କର ବୟସ ଥିଲା 90 ବର୍ଷ। ସେ ପର୍ଯ୍ୟନ୍ତ ତାଙ୍କର କୌଣସି ବି ସନ୍ତାନ ନଥିଲା। ତଥାପି ଅବ୍ରାହମ ସନ୍ଦେହ କଲେ ନାହିଁ ଯେ ମୋର ତ 100 ବର୍ଷ ହେଇଗଲା, ମୋ ସ୍ତ୍ରୀଙ୍କର 90 ବର୍ଷ ହେଇଗଲା, ଆମର କେମିତି ପିଲା ସନ୍ତାନ, ଆମର କେମିତି ଜନ୍ମ ହେବ? ଆଉ ପରମେଶ୍ୱର ଯେଉଁ ପ୍ରତିଜ୍ଞା କରିଛନ୍ତି ତାହା କିପରି ସଫଳ ହେବ? ଏପରି କୌଣସି ବି ଚିନ୍ତାଧାରା ଅବ୍ରାହମ ତାଙ୍କ ମନରେ ଆଣିନଥିଲେ। ଆଉ ତାଙ୍କର ଆୟୁ, ତାଙ୍କର ବୟସ 100 ବର୍ଷ ହେଲେ ସୁଦ୍ଧା ସେ ସଦାପ୍ରଭୁଙ୍କ ଉପରେ ସେ ନିର୍ଭର ରଖିଥିଲେ ଯେ ପରମେଶ୍ୱର ଯାହା ପ୍ରତିଜ୍ଞା କରିଅଛନ୍ତି, ତାହା ପରମେଶ୍ୱର ନିଶ୍ଚୟ ଆମ ପ୍ରତି ସେ ପ୍ରତିଜ୍ଞା ସଫଳ କରିବେ। ତାପରେ ଏମିତି ଏକ ଦିନ ଆସିଲା, ସଦାପ୍ରଭୁ ଅବ୍ରାହମଙ୍କ ନିକଟକୁ ଆସିଲେ, ତାଙ୍କ ସାଙ୍ଗରେ ଆଉ 2 ଜଣ ପୁରୁଷ। ଆଉ ସଦାପ୍ରଭୁ ସେଇଠି ପ୍ରତିଜ୍ଞା କଲେ, ଆସନ୍ତା ବର୍ଷ ଏହି ଋତୁରେ ତୁମ ସ୍ତ୍ରୀ ସାରା ଏକ ପୁତ୍ର ସନ୍ତାନ ପ୍ରସବ କରିବ। ଆଉ ସେହି ସମୟରେ ସାରା ହସିଥିଲେ, କାରଣ ସେ କହିଲେ ମୋର 90 ବର୍ଷ ବୟସରେ ମୋର କି ସନ୍ତାନ ଜନ୍ମ ହେବ? ଆଉ କିନ୍ତୁ ସଦାପ୍ରଭୁ ସାରାଙ୍କର ମନ କଥା ଜାଣିଲା ପରେ ସେ କହିଲେ, ତୁମ ସ୍ତ୍ରୀ ସାରା କାହିଁକି ହସିଲା?
ତୁମେ କାହିଁକି ହସିଲ? ଆଉ ସେ ଭୟଭୀତ ହେଇ କହିଲେ, ମୁଁ ହସି ନାହିଁ। ସେ କହିଲେ, ନା, ତୁମେ ଅବଶ୍ୟ ହସିଲ, କିନ୍ତୁ ଆମେ ଯାହା କହିଅଛୁ ତାହା ହିଁ ହେବ। ଆସନ୍ତା ବର୍ଷ ଏହି ଋତୁ ଉପସ୍ଥିତ ହେବା କ୍ଷଣି ତୁମେ କ'ଣ କରିବ? ଏକ ପୁତ୍ର ସନ୍ତାନ ପ୍ରସବ କରିବ। ଆଉ ଶେଷରେ ସେଇଆ ହେଲା। ସେ ଯାହାକୁ ପ୍ରସବ କଲେ, ସାରା ଯାହାଙ୍କୁ ପ୍ରସବ କଲେ, ତାଙ୍କ ନାମ ଦିଆଗଲା ଇସାକ୍। ଆଉ ତା ପୂର୍ବରୁ ଇସ୍ମାଇଲ ଜନ୍ମ ହୋଇଥିଲେ। ଆଉ ଇସ୍ମାଇଲ ଜନ୍ମ ହେଲେ ହାଗାରଙ୍କ ଠାରୁ, ଆଉ ଇସାକ୍ ଜନ୍ମ ହେଲେ ସାରାଙ୍କ ଠାରୁ। ତେବେ ଏହାପରେ ଆମେମାନେ ଦେଖୁଅଛୁ ଯେ ଇସାକ୍ ଯେତେବେଳେ ଅବ୍ରାହମ ଯେତେବେଳେ ମୃତ୍ୟୁବରଣ କଲେ, ସେତେବେଳକୁ ଇସାକ୍ କ'ଣ କରିଥିଲେ? ତାଙ୍କର ଦୁଇଟି ସନ୍ତାନ ତାଙ୍କର ଜନ୍ମ ହୋଇଯାଇଥିଲା। ଜଣଙ୍କ ନାଁ ଥିଲା ଯାକୁବ, ଆଉ ଜଣଙ୍କ ନାଁ ଥିଲା ଏସଉ। ଏସଉ ଯିଏ ଥିଲା ସେ ଥିଲା ଲୋମବର୍ଣ୍ଣ, ଆଉ ଯାକୁବ ଯିଏ ଥିଲା ଆଉ ସିଏ ତାର ଭାଇର ଜାଁଳା ଭାଇ ଥିଲା। କିନ୍ତୁ ଏସଉ ଥିଲା ଲୋମବର୍ଣ୍ଣ, କିନ୍ତୁ ଯାକୁବ ସେମିତି କିଛି ନଥିଲା। ଆଉ ପରିବେଶର ମନୋନୀତ କଲେ ଯାକୁବଙ୍କୁ ଯେ ଆମେ ତୁମଠାରୁ ମହାଗୋଷ୍ଠୀ ଉତ୍ପନ୍ନ କରିବା। ତାପରେ ଏମିତି କିଛି ହେଲା, ଯାକୁବ ନିଜ ଭାଇଙ୍କୁ ପ୍ରତାରଣା କଲା। ପ୍ରତାରଣା କରିବା ପରେ ଯେତେବେଳେ ଯାକୁବ ଜାଣିଲା ଯେ ମୋ ଭାଇ ଜ୍ଞାତ ହୋଇଯାଇଛି, ମାନେ ସେ ଜାଣିଯାଇଛି ଯେ ମୁଁ ତାକୁ ପ୍ରତାରଣା କରିଅଛି, ତାପରେ ସେ ନିଜ ଭାଇଙ୍କ ଠାରୁ ପଳାୟନ କଲେ। ଭୟରେ ନିଜ ଭାଇଙ୍କୁ ଡରିକି ଭୟ କରିକି ତାଠାରୁ ପଳାୟନ କଲେ। ଆଉ ସେ ଯାଇକି ଲାବନ ତାଙ୍କର ଗୃହରେ ଯାଇକି ବାସ କଲେ। ଆଉ ତାଙ୍କର ଦୁଇଟି କନ୍ୟା ଥିଲା, ଜଣଙ୍କ ନାଁ ଲେୟା, ଆଉ ଜଣଙ୍କ ନାଁ ହେଉଛି ରାହେଲ। ଯାକୁବ କ'ଣ କଲା? ରାହେଲକୁ ଅଧିକ ପ୍ରେମ କଲା। ଆଉ ରାହେଲ ନିମନ୍ତେ ସେ ଦାସ୍ୟକର୍ମ କରିବା ପାଇଁ ମଧ୍ୟ ପ୍ରସ୍ତୁତ ଥିଲା। ସେ 7 ବର୍ଷ ଦାସ୍ୟକର୍ମ କଲା। ଦାସ୍ୟକର୍ମ କଲା ପରେ ଯେତେବେଳେ କଲା, ତାପରେ ଆମେ ଦେଖୁଅଛୁ କିନ୍ତୁ ଲାବନ କ'ଣ କରୁଛି? ରାହେଲକୁ ପ୍ରଦାନ କରୁନାହିଁ, ତାଙ୍କର ବଡ଼ ଝିଅ ଲେୟାକୁ ପ୍ରଦାନ କରୁଅଛି, ବିବାହ ଦେଉଅଛି ଯାକୁବଙ୍କ ସହିତ। ତାପରେ ଯାକୁବ କ'ଣ କରୁଛି? ଲେୟା ନିମନ୍ତେ ଆହୁରି 7 ବର୍ଷ ଅଧିକ ଦାସ୍ୟକର୍ମ କରୁଅଛି। ତାପରେ ଏଠି ଆମେ ଦେଖୁଅଛୁ, ତାପରେ ଦାସ୍ୟକର୍ମ କଲା ପରେ ତାପରେ ଯେତେବେଳେ ଲେୟା ନିମନ୍ତେ 7 ବର୍ଷ, ରାହେଲ ନିମନ୍ତେ 7 ବର୍ଷ, ଆଉ ପଶୁମାନଙ୍କ ନିମନ୍ତେ ମଧ୍ୟ 7 ବର୍ଷ, ଯେତେବେଳେ ଏଇ ସମସ୍ତ ବର୍ଷ ସେ ଦାସ୍ୟକର୍ମ କରୁଅଛି, ତାପରେ ପରେ ଯାକୁବ କ'ଣ କରୁଛନ୍ତି? ନିଜ ସ୍ତ୍ରୀ ପିଲାମାନଙ୍କୁ ଆଉ ନିଜର ପଲ ଏ ସମସ୍ତଙ୍କୁ ଧରିକି ସେ ଲାବନଙ୍କ ଘରୁ ସେ ବାହାର ହେଉଛନ୍ତି। ବାହାର ହେଲା ପରେ ଆଉ ସେ କ'ଣ କରୁଛନ୍ତି? ଯେତେବେଳେ ବାହାର ହେଉଛନ୍ତି, କିନ୍ତୁ ତାଙ୍କ ପୂର୍ବରୁ ତାଙ୍କର 12 ଜଣ ପୁତ୍ର ଜନ୍ମି ସାରିଥିଲେ। ରାହେଲ ଠାରୁ 2 ଜଣ, ଆଉ ବାକି ଯେଉଁ 10 ଜଣ ରହିଲେ ସେମାନେ ଯାକୁବଙ୍କର 2 ଜଣ ଦାସୀ, ଆଉ ଯାକୁବଙ୍କର ପ୍ରଥମ ସ୍ତ୍ରୀ ଲେୟା, ଆଉ ଏମାନଙ୍କ ଠାରୁ ମିଶିକି ଟୋଟାଲ 4 ଜଣଙ୍କ ଠାରୁ ମିଶିକି 12 ଜଣ ସନ୍ତାନ ଜନ୍ମ ହୋଇଥିଲେ, ଆଉ ସେମାନଙ୍କ ସହିତ ଆସିଥିଲେ। ତାପରେ କ'ଣ ହେଲା? ତାପରେ ଆମେମାନେ ଦେଖୁଅଛୁ ଯାକୁବଙ୍କ ଠାରୁ ଯେଉଁ 12 ଗୋଷ୍ଠୀ ଉତ୍ପନ୍ନ ହେଲେ, ସେମାନଙ୍କ ଦ୍ୱାରା ଅନେକ ପୁତ୍ର କନ୍ୟାମାନେ ଜାତ ହେଲେ। ଆଉ ସେମାନଙ୍କ ସଂଖ୍ୟା ଥିଲା 6.5 ଲକ୍ଷ ଯେତେବେଳେ ସେମାନେ ମିଶ୍ର ଦେଶରୁ ସେମାନେ ବାହାରିଲେ। ଆଉ ପରିବେଶରେ ଯେଭଳି ପ୍ରତିଜ୍ଞା କରିଥିଲେ ଯେ ଆମେ କ'ଣ କରିବୁ? ତୁମର ବଂଶକୁ ଆକାଶର ତାରାଗଣ ସଦୃଶ କରିବୁ। ହଁ ବନ୍ଧୁଗଣ, ଅବ୍ରାହମକୁ ଯେଉଁ ଶପଥ କରିଥିଲେ, ଆଉ ସେହି ଶପଥ ଯାକୁବଙ୍କ ଠାରେ ସମ୍ପୂର୍ଣ୍ଣ ହେଲା। ଆଉ ଏଇ ଯେଉଁ 12 ଗୋଷ୍ଠୀ ଥିଲେ, ଏ 12 ଗୋଷ୍ଠୀ ଆଉ ଯାକୁବଙ୍କର 12 ଜଣ ପୁତ୍ରଙ୍କ ନାମରେ ନାମିତ। ଆଉ ସେମାନେ ଏଇ ଇସ୍ରାଏଲ ବଂଶକୁ ସେମାନେ ଆହୁରି ବଢ଼େଇଥିଲେ। ଆଉ ଯାକୁବଙ୍କର ବଂଶ ଏମିତି ବୃଦ୍ଧି ହୋଇଥିଲା
ଯେ ଆକାଶର ତାରାଗଣ ପରି ବୃଦ୍ଧି ହୋଇଥିଲା। ହଁ ପ୍ରିୟ ବନ୍ଧୁଗଣ, ଆଉ ଇଏ ହେଉଛି ଏକ ଇତିହାସ, ଇସ୍ରାଏଲ ଦେଶର ଇତିହାସ। ଆଉ ଯଦି ଆମେ ଦେଖିବା ଇସ୍ରାଏଲ ଦେଶ ବିଷୟରେ, ଯଦି ଆଜି ଆମେ ଦେଖିବା, ତେବେ ଆଜି ମଧ୍ୟ ଅନେକ ଲୋକମାନେ ଇସ୍ରାଏଲ ଦେଶରେ ସେମାନେ ବାସ କରନ୍ତି। ସେମାନେ ପୂର୍ବରୁ ଇସ୍ରାଏଲ ଦେଶରେ ଥିଲେ। ଆଉ ଯେତେବେଳେ ପରମେଶ୍ୱର ତାଙ୍କୁ ଦଣ୍ଡ ଦେଲେ, ସେମାନେ ଇସ୍ରାଏଲ ଦେଶର ଛିନ୍ନ ଭିନ୍ନ ହୋଇକି ବିଭିନ୍ନ ଦେଶକୁ ସେମାନେ ପଳାଇଥିଲେ। ଯେତେବେଳେ ପରମେଶ୍ୱର କହିଲେ ଆମେ ସେମାନଙ୍କୁ ସଂଗ୍ରହ କରିବା, ଏକତ୍ର କରିବା, ସେତେବେଳେ ସେମାନେ ପୁଣି ଥରେ ଯେଉଁ ଯେଉଁ ସ୍ଥାନରେ ଥିଲେ ସେହି ସ୍ଥାନରୁ ସେମାନେ ଆସି ସେମାନେ ପୁଣି ଥରେ ଇସ୍ରାଏଲ ଦେଶରେ ଏକତ୍ର ହେଲେ। ଆଉ ପରମେଶ୍ୱର ଆଜି ମଧ୍ୟ ଇସ୍ରାଏଲ ଦେଶର ସପକ୍ଷରେ ଯୁଦ୍ଧ କରୁଅଛନ୍ତି। ଯଦି ଆମେ ଦେଖୁ ଇସ୍ରାଏଲ ଏବଂ ହମାସର ଯୁଦ୍ଧ, ସେହି ଯୁଦ୍ଧରେ ଆମେ ଦେଖୁ ଇସ୍ରାଏଲ ଦେଶ କୌଣସି ରୂପରେ ପରାସ୍ତ ହୋଇନାହିଁ। ଏପରିକି ଦେଖାଯାଇଛି ଇସ୍ରାଏଲ ଦେଶ ଏକୁଟିଆ 3-4ଟି ଦେଶ ବିରୁଦ୍ଧରେ ଏକୁଟିଆ ଯୁଦ୍ଧ କରିକି ଏବେ ସୁଦ୍ଧା ମଧ୍ୟ ତିଷ୍ଠି ରହିଛି। ଇସ୍ରାଏଲ କୌଣସି ବଡ଼ ଦେଶ ନୁହେଁ ବନ୍ଧୁଗଣ। ଇସ୍ରାଏଲ ହେଉଛି ଏକ ଛୋଟ ଦେଶ। କିନ୍ତୁ ଛୋଟ ଦେଶ ହେଲେ ମଧ୍ୟ ପରମେଶ୍ୱରଙ୍କ ଆଶୀର୍ବାଦ ଏହିଭଳି ରହିଅଛି ଏ ଦେଶ ଉପରେ। ହଁ ବନ୍ଧୁଗଣ, ଏମାନେ ଆଜି ସୁଦ୍ଧା ପରାସ୍ତ ହୋଇନାହାନ୍ତି। ଆଉ ଇସ୍ରାଏଲ ଦେଶକୁ ଘେରିକି ଅନେକ ପଡ଼ୋଶୀ ଦେଶଗୁଡ଼ିକ ଅଛନ୍ତି, ମୁସଲମାନ ଦେଶଗୁଡ଼ିକ ଅଛନ୍ତି। ଆଉ ସେମାନେ ବେଳେବେଳେ କ'ଣ କରନ୍ତି, ଇସ୍ରାଏଲ ଦେଶ ଉପରେ ସେମାନେ ଆକ୍ରମଣ କରନ୍ତି। ଆଉ ଇସ୍ରାଏଲ ଦେଶ ଉପରେ ଆକ୍ରମଣ କରିଛନ୍ତି ମଧ୍ୟ, କିନ୍ତୁ କେବେ ମଧ୍ୟ ଇସ୍ରାଏଲକୁ ହରାଇ ପାରିନାହାନ୍ତି। ଅତୀତରେ ଅନେକ ଘଟଣା ଘଟିଯାଇଛି, ଅତୀତରେ ଅନେକ ଯୁଦ୍ଧ ଘଟିଯାଇଛି ଇସ୍ରାଏଲ ସହିତ ପଡ଼ୋଶୀ ମୁସଲମାନ ଦେଶମାନଙ୍କ ମଧ୍ୟରେ। କିନ୍ତୁ ଆମେ ଦେଖିବାକୁ ପାଉ ଇସ୍ରାଏଲ ଆଜି ମଧ୍ୟ ସ୍ଥିର ଭାବରେ ରହିଅଛି, କାରଣ ପରମେଶ୍ୱର ନିଜେ ଇସ୍ରାଏଲ ଦେଶ ସପକ୍ଷରେ ଅଛନ୍ତି। ଆଉ ପ୍ରିୟ ବନ୍ଧୁଗଣ, ଆହୁରି ମଧ୍ୟ ମୁଁ ଆପଣମାନଙ୍କୁ ଜଣାଇବା ପାଇଁ ଚାହେଁ, ଯେପରି ମୁଁ ଆପଣଙ୍କୁ କହିଥିଲି ପୂର୍ବ ଭିଡ଼ିଓ ମାନଙ୍କରେ, ଯେ ଇସ୍ରାଏଲ ଦେଶ ଛୋଟ ହେଲେ ମଧ୍ୟ ଇସ୍ରାଏଲ ଦେଶର ଯୁଦ୍ଧ କୌଶଳ ଆଉ ଇସ୍ରାଏଲ ଦେଶର ଜ୍ଞାନ ବୁଦ୍ଧି, ଇସ୍ରାଏଲ ଦେଶର ସୁନ୍ଦରତା, ସମସ୍ତ ବିଷୟ ଅତ୍ୟନ୍ତ ଉତ୍ତମ ଅଟେ। ହଁ ପ୍ରିୟ ବନ୍ଧୁଗଣ, ଇସ୍ରାଏଲ ଦେଶର ସମସ୍ତ ବିଷୟ ଉତ୍ତମ ଅଟେ। ଆଉ ବର୍ତ୍ତମାନ ପର୍ଯ୍ୟନ୍ତ ଆପଣ ଯାହା ଯାହା ଦେଖିଲେ ଆପଣଙ୍କୁ କିପରି ଲାଗୁଅଛି? ଏହା ସତ୍ୟ ନୁହେଁ କି? ଏ ସମସ୍ତ ବିଷୟ ଦେଖନ୍ତୁ। ଆପଣ ଯେଉଁ ଜାଗାକୁ ଯିବେ, ଇସ୍ରାଏଲ ଏପରି ଏକ ଜାଗା, ଆପଣ ଯେଉଁ ସ୍ଥାନକୁ ଯିବେ ସେହି ସ୍ଥାନ ହିଁ ଆପଣଙ୍କୁ ସୁନ୍ଦର ଲାଗିବ। କାରଣ ଏହା ହେଉଛି ପରମେଶ୍ୱରଙ୍କର ଆଶୀର୍ବାଦ ଆଜି ମଧ୍ୟ ରହିଅଛି। ଆଜି ମଧ୍ୟ ସାରା ପୃଥିବୀ ଇସ୍ରାଏଲ ଦେଶ ନିମନ୍ତେ ପ୍ରାର୍ଥନା କରୁଅଛନ୍ତି। ତେବେ ପ୍ରିୟ ବନ୍ଧୁଗଣ, ଏହି ଭିଡ଼ିଓ ଆପଣଙ୍କୁ କିପରି ଲାଗିଲା ମୋତେ କମେଣ୍ଟ କରିକି ନିଶ୍ଚିତ ଭାବରେ ଜଣାଇବେ। ତେବେ ଆପଣମାନଙ୍କୁ ପ୍ରତ୍ୟେକଙ୍କୁ ମୋର ଆନ୍ତରିକ ନମସ୍କାର। ଆଉ ଆଗାମୀ ଅଧ୍ୟାୟରେ ମୁଁ ଚେଷ୍ଟା କରିବି ଆପଣମାନଙ୍କ ନିମନ୍ତେ ଆଉ ଏକ ଇସ୍ରାଏଲର ଐତିହାସିକ ସ୍ଥାନ ବିଷୟରେ ଜଣାଇବା ନିମନ୍ତେ ଆଉ ଏକ ଭିଡ଼ିଓ ଆଣିବା ନିମନ୍ତେ ମୁଁ ନିଶ୍ଚିନ୍ତ ଭାବରେ ଆପଣଙ୍କ ନିମନ୍ତେ ଚେଷ୍ଟା କରିବି। ତେବେ ସେ ପର୍ଯ୍ୟନ୍ତ ଆପଣ ଏହି ଭିଡ଼ିଓ ଦେଖୁଥାନ୍ତୁ ଆଉ ପରମେଶ୍ୱରଙ୍କର ଗୌରବ କରୁଥାନ୍ତୁ। ଆମମାନଙ୍କର ସବୁଠାରୁ ମୂଳ ଲକ୍ଷ୍ୟ ହେଉଛି ଆମମାନେ କ'ଣ କରିବା? ପରମେଶ୍ୱରଙ୍କର ଆମେମାନେ ଗୌରବ କରିବା। ଯେଉଁ ପରମେଶ୍ୱର ଆମମାନଙ୍କୁ ସମସ୍ତ ବିଷୟ ପ୍ରଦାନ କରନ୍ତି, ଆମେ ସେହି ପରମେଶ୍ୱରଙ୍କର ଗୌରବ କରିବା। ତେବେ ପ୍ରିୟ ବନ୍ଧୁଗଣ, ଆଜି ପାଇଁ ଏତିକି। ପୁଣି ଦେଖା ହେବ ଆପଣଙ୍କ ସହିତ ଆଉ ଗୋଟେ ଭିଡ଼ିଓରେ। ସମସ୍ତଙ୍କୁ ମୋର ଆନ୍ତରିକ ନମସ୍କାର।